कृपामयी माँ राधाराणी। श्री राधाराणीଙ୍କ କ୍ଷେତ ବର୍ଷାନାରେ ଗୋବିନ୍ଦ ଦାସ ନାମରେ ଜଣେ ଭକ୍ତ ରହୁଥିଲେ। ତାଙ୍କର ଝିଅଟିଏ ଥିଲା, ନାମ ତାର ମୁନିଆ। ମୁନିଆକୁ ଛାଡ଼ି ଗୋବିନ୍ଦ ଦାସଙ୍କ ପରିବାରରେ ଆଉ କେହି ନଥିଲେ। ଗୋବିନ୍ଦ ଦାସ ପ୍ରତି ସନ୍ଧ୍ୟାରେ ମନ୍ଦିର ଯାଇ ରାଧାରାଣୀଙ୍କ ଦର୍ଶନ କରୁଥିଲେ ଏବଂ ଦର୍ଶନ ଉପରାନ୍ତେ ସେଠାରେ ରହି ଭକ୍ତମଣ୍ଡଳୀଙ୍କ ସହ କୀର୍ତ୍ତନ ଭଜନ କରି ସତ୍ସଙ୍ଗ ଏବଂ ସାଧୁସେବା କରୁଥିଲେ। ଏହା ଥିଲା ତାଙ୍କର ଦିନଚର୍ଯ୍ୟା। ଦିନକର କଥା, ଜଣେ ଭକ୍ତ ଗୋବିନ୍ଦଙ୍କୁ କହିଲେ, ଭାଇ, ମୁଁ ଟିକେ ନନ୍ଦଗାଁ ଯାଆନ୍ତି, କିନ୍ତୁ ମୋତେ ବାଟ ଜଣା ନାହିଁ। ମୋ ପାଖରେ ବି ବହୁତ ଜିନିଷପତ୍ର ଅଛି। ତୁମେ ମୋତେ ଟିକିଏ ସେଠାରେ ପହଞ୍ଚାଇ ଦିଅନ୍ତ ତ ଖୁବ୍ ଭଲ ହୁଅନ୍ତା। ନନ୍ଦଗାଁ ଯିବା କଥା ଶୁଣି ଗୋବିନ୍ଦ ଦାସ ଖୁବ୍ ଖୁସି ହୋଇଗଲେ ଏବଂ ଭକ୍ତଙ୍କ କଥାରେ ହଁ ମାରିଲେ। ଗୋବିନ୍ଦ ସେଦିନ ଘରକୁ ଯାଇ ଝିଅକୁ କହିଲେ, ମା, ମୁଁ କାଲି ସକାଳୁ ଜଣେ ସାଧୁଙ୍କ ସାଙ୍ଗରେ ନନ୍ଦଗାଁ ଯିବି। ତୁ କିଛି ଚିନ୍ତା କରିବୁ ନାହିଁ। ଦିନ ଥାଉ ଥାଉ ମୁଁ ଫେରି ଆସିବି। ପରଦିନ ସକାଳୁ ଗୋବିନ୍ଦ ଦାସ ସାଧୁଙ୍କ ସଙ୍ଗରେ ତାଙ୍କ ଆସବାବପତ୍ର ମୁଣ୍ଡେଇ ରାଧେ ରାଧେ ଗାଇ ଗାଇ ନନ୍ଦଗାଁ ଦିଗରେ ଯାତ୍ରା ଆରମ୍ଭ କଲେ। ସାଙ୍ଗରେ ଥିବା ସାଧୁ ଜଣକ ଥିଲେ ଖୁବ୍ ବୃଦ୍ଧ ଓ ରୁଗ୍ଣ। ଏଣୁ ବାଟରେ ସେମାନେ ବିଶ୍ରାମ କରି କରି ଚାଲିଥାନ୍ତି। ଏପରି ଯାଉ ଯାଉ ନନ୍ଦଗାଁରେ ପହଞ୍ଚିଲା ବେଳକୁ ବହୁତ ଡେରି ହୋଇଗଲା। ଗୋବିନ୍ଦ ଦାସ ସାଧୁଙ୍କୁ ତାଙ୍କ ରହିବା ସ୍ଥାନରେ ପହଞ୍ଚାଇ ଦେଇ କହିଲେ, ଭାଇ, ଏଇ ତୁମ ଜିନିଷ ସବୁ ରହିଲା। ମୁଁ ଏବେ ଚାଲିଲି ବର୍ଷାନା। ମୋ ଝିଅ ଅପେକ୍ଷା କରିଥିବ। ସାଧୁ ତାଙ୍କ କଥା ଶୁଣି କହିଲେ, ଭାଇ, ଏତେ ବାଟ ଚାଲି ଚାଲି ଆସିଲ, ଟିକେ ବିଶ୍ରାମ କର। ମୁଁ କିଛି ଜଳଖିଆ ବ୍ୟବସ୍ଥା କରୁଛି, ଖାଇକରି ଯିବ। ଗୋବିନ୍ଦ ଦାସ କହିଲେ, ତୁମ ମୁଣ୍ଡ ଖରାପ ନା କ'ଣ? ନନ୍ଦଗାଁ ପରା ମୋ ଝିଅ ଶାଶୁଘର। ନନ୍ଦରାଜ ପରା ମୋ ସମୁଦି। ଝିଅ ଘରେ କ'ଣ କିଏ ଖାଆନ୍ତି? ସାଧୁ କହିଲେ, ଆରେ ଭାଇ, ତୁମେ ବହୁ ପୁରୁଣା କଥା କହୁଛ। କିନ୍ତୁ ଗୋବିନ୍ଦ ଦାସ ସାଧୁଙ୍କ କଥା ନ ଶୁଣି ତାଙ୍କୁ ମୁଣ୍ଡିଆଟିଏ ମାରି ବିଦାୟ ନେଲେ। ଧୁ ଧୁ ଖରାବେଳେ ଗୋବିନ୍ଦ ଦାସ ଆଗେଇ ଚାଲିଥାନ୍ତି ବର୍ଷାନା ଅଭିମୁଖେ। ପାଦ ତଳେ ତତଲା ବାଲି, ମୁଣ୍ଡ ଉପରେ ମୁଣ୍ଡଫଟା ଖରା। ସେ କ୍ଳାନ୍ତ ହୋଇ ଏକ ଗଛ ଛାଇରେ ବସିପଡ଼ିଲେ। ତାଙ୍କ ତଣ୍ଟି ଶୁଖି ଯାଉଥାଏ। ସେଇଠି ସେ ଚେତାଶୂନ୍ୟ ହୋଇ ପଡ଼ିଗଲେ। ଗୋବିନ୍ଦ ଦାସଙ୍କ କଷ୍ଟ ଦେଖି ଭଗବାନ ଶ୍ରୀକୃଷ୍ଣ ଦାସଙ୍କ ପଛରେ ଚାଲିଥିଲେ। ଭଗବାନ ତାଙ୍କ ଚେତା ଫେରାଇ ଆଣିବାକୁ ବହୁ ଚେଷ୍ଟା କଲେ। ତାଙ୍କ ଚେତା ଫେରିଲା ନାହିଁ। ଭଗବାନ କହିଲେ, ଗୋବିନ୍ଦ ତ ଶ୍ରୀ ରାଧାଙ୍କ ଭକ୍ତ। ମୁଁ ଯାଉଛି ତାଙ୍କୁ ଏ ଖବର ପହଞ୍ଚାଇ ଦେବି। ସେ ଚାହିଁଲେ ଗୋବିନ୍ଦଙ୍କୁ ବଞ୍ଚାଇ ଦେବେ। ଶ୍ରୀକୃଷ୍ଣ ଯାଇ ପହଞ୍ଚିଲେ ବର୍ଷାନା ରାଧାରାଣୀଙ୍କ ପାଖରେ। ସେ ଶ୍ରୀ ରାଧାଙ୍କୁ କହିଲେ, ଏଠି ତୁମେ ଭକ୍ତଙ୍କ ସହିତ ଲୀଳା କରୁଛ କ'ଣ? ଶୀଘ୍ର ଯାଇ ତୁମ ବାପାଙ୍କୁ ବଞ୍ଚାଅ। ସେ ବର୍ଷାନା ନନ୍ଦଗାଁ ପଥରେ ଏକ ଗଛ ମୂଳେ ଚେତା ହରାଇ ପଡ଼ିଛନ୍ତି। ରାଧାରାଣୀ ଆଉ ବିଳମ୍ବ ନ କରି ଗୋବିନ୍ଦଙ୍କ ଝିଅ ମୁନିଆ ରୂପ ଧାରଣ କରି ଯାଇ ତାଙ୍କ ପାଖରେ ପହଞ୍ଚିଗଲେ। ଗୋବିନ୍ଦଙ୍କ ମୁଣ୍ଡକୁ କୋଳରେ ଧରି ତାଙ୍କୁ ବିଞ୍ଚଣା କରି ପାଣି ପିଆଇ ସାଷ୍ଟମ କଲେ। କିଛି ସମୟ ପରେ ଚେତା ପାଇ ଗୋବିନ୍ଦ ଦାସ ଆଖି ଖୋଲି ଦେଖନ୍ତି ତ ଝିଅ ମୁନିଆ ତାଙ୍କ ନିକଟରେ ବସି ପଙ୍ଖା କରୁଛି। ସେ କହିଲେ, ମା, ଏଠାକୁ ତୁ ଆସିଲୁ କେମିତି? ଝିଅ କହିଲା, ଆପଣ ଅସୁସ୍ଥ ହୋଇ ପଡ଼ିଛନ୍ତି ବୋଲି ମୁଁ ହରିଆ କାକାଙ୍କ ଠାରୁ ଶୁଣି ଏଠାକୁ ଧାଇଁ ପଳାଇ ଆସିଲି। ସିଆଡ଼େ ସେ ଅପେକ୍ଷା କରିଥିବେ। ଆପଣ ଏବେ ଧୀରେ ଧୀରେ ଆସନ୍ତୁ। ମୁଁ ଯାଉଛି ତାଙ୍କ ଖବର ବୁଝିବି। ଏପରି କହି ରାଧାରାଣୀ ଅଦୃଶ୍ୟ ହୋଇଗଲେ। ଗୋବିନ୍ଦ ଦାସ ସନ୍ଧ୍ୟାବେଳକୁ ଘରକୁ ଫେରିଆସି ଝିଅକୁ କହିଲେ, ମା, ତୁ ଆଜି ନଥିଲେ ମୁଁ ଆଉ ଘରକୁ ଆସିନଥାନ୍ତି। କୁଆଡ଼େ ଗଲେ ତୋ ହରିଆ କାକା? ବାପାଙ୍କ ଏଭଳି କଥା ଶୁଣି ଝିଅଟି କହିଲା, ବାପା, ଏସବୁ ଆପଣ କ'ଣ କହୁଛନ୍ତି? ମୁଁ ତ ଘରୁ କୁଆଡ଼େ ଯାଇନାହିଁ। ପୁଣି ହରିଆ କାକା କିଏ? ସମସ୍ତ କଥୋପକଥନ ପରେ ଗୋବିନ୍ଦ ଦାସଙ୍କ ଆଉ ସନ୍ଦେହ ରହିଲା ନାହିଁ ଯେ ତାଙ୍କ ଝିଅ ମୁନିଆ ରୂପରେ ଯାଇ ସ୍ୱୟଂ ଭକ୍ତବତ୍ସଳା କିଶୋରୀ ମା ରାଧାରାଣୀ ତାଙ୍କ ଶୁଶ୍ରୂଷା କରିଛନ୍ତି। ତାଙ୍କ ଆଖି ଛଳ ଛଳ ହୋଇଗଲା। ରାତ୍ରି ହୋଇ ଆସୁଥିଲା। ଭକ୍ତି ଗଦଗଦ କଣ୍ଠରେ ଭକ୍ତ ଗୋବିନ୍ଦ ଦାସ ଶ୍ରୀମତୀଙ୍କୁ ପ୍ରାର୍ଥନା କରୁଥିଲେ, ସତେ ଲୋ ମା, ମା, ତୁ କେତେ କୃପାମୟୀ, କେତେ କୃପାମୟୀ। ଜୟ ମା ରାଧାରାଣୀ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।